ଧ୍ୟାନ ଓ ପ୍ରାର୍ଥନା। ମେ 29, 1914। ହେ ମୋର ମଧୁମୟ ପ୍ରଭୁ, ଯେଉଁମାନେ ତୋର ମସ୍ତକରେ ସ୍ଥାନ ପାଇଛନ୍ତି, ଅର୍ଥାତ୍ ବୁଦ୍ଧିଗତ ଭାଷାରେ ଯେଉଁମାନେ ତୋ ପରାଚେତନା ସଙ୍ଗେ ସେମାନଙ୍କ ଚେତନାକୁ ଏକୀଭୂତ କରିଛନ୍ତି, ଯେଉଁମାନେ ହୋଇ ଉଠିଛନ୍ତି ତୋର ପରାଜ୍ଞାନ, ସେମାନଙ୍କର ତୋ ପ୍ରତି ଆଉ ପ୍ରେମ ରହି ନପାରେ, କାରଣ ସେମାନେ ହୋଇଯାଇଛନ୍ତି ତୋ ପରାସତ୍ତାର ଚେତନାରେ ପ୍ରବେଶ କଲେ ଯେଉଁ ଅନନ୍ତ ଆନନ୍ଦ ଲାଭ ହୁଏ, ସେମାନେ ତାହା ଉପଭୋଗ କରନ୍ତି। କିନ୍ତୁ ସେମାନଙ୍କର ରହିପାରେ ନାହିଁ ଭକ୍ତର ଭକ୍ତି, ଯେ କି ଆନନ୍ଦ ବିଭୋର ହୋଇ ତାର ଊର୍ଦ୍ଧ୍ୱରେ ଥିବା ଭଗବାନଙ୍କର ଅଭିମୁଖୀ ହୋଇଥାଏ। ସୁତରାଂ ଯାହାର ଜୀବନର ବ୍ରତ ହେଲା ଏହି ପୃଥିବୀରେ ତୋ ପ୍ରେମକୁ ରୂପ ଦେବା, ତାହାକୁ ଶିକ୍ଷା ଦିଅ ଯେପରି ସକଳ ବ୍ୟକ୍ତ ବିଶ୍ୱ ଉପରେ ତାର ରହେ ଏହି ଶୁଦ୍ଧ ଅସୀମ ପ୍ରେମ। ସେହି ପ୍ରେମର ପ୍ରଥମ ରୂପ ହେଉଛି ପୂଜା ଓ ଶ୍ରଦ୍ଧା, ପରେ ତାହା ରୂପାନ୍ତରିତ ହୁଏ କରୁଣା ଓ ଏକନିଷ୍ଠ ଭକ୍ତିରେ ଗଠିତ ପ୍ରେମରେ। ତୋର ଚିରନ୍ତନ ଏକତ୍ୱର କି ଦିବ୍ୟ ପ୍ରଭା, କି ଅସୀମ ମାଧୁର୍ଯ୍ୟ ତୋ ପରମାନନ୍ଦର, କି ପରମ ମହିମା ତୋ ଜ୍ଞାନର, ତୁ ଅଚିନ୍ତ୍ୟ, ତୁ ପରମ ବିସ୍ମୟ। ମା।